हेलो हाय नमस्कार जय जगन्नाथ आउटे नुआ ब्लॉग को स्वागत करुछि। बर्तमान देखो सकाल 6टा होती बर्तमान जो नुआ ब्लॉग टी आपको मो पुओ कही पुओ न मो पुतुरा से जो ब्लॉग कथा कहता ब्लॉग टा हूँ मोमो से मोमो करने पूर्व सकाल 6टा मुझे घर टी एक्सरसाइज करी प्राणायाम फ्राणायाम व्यायाम फ्याम करी देखेबी आप वीडियो चलो। ଏବେ ଦେଖନ୍ତୁ ଆମର ମୋମो ରେସିପି ପାଇଁ ପ୍ରଥମେ ଆମେ ବନ୍ଧାକୋବି କ୍ୟାପ୍ସିକମ୍ ଗାଜର ଏବଂ ଧନିଆ ପତ୍ର ନେଇଛୁ। ଏବେ ଦେଖନ୍ତୁ ଏଥର ଅଟା ମଇଦା ଗୋଟେ ବାଉଲରେ ନେଇଛୁ ଏବଂ ହାଲକା ଲୁଣ ପକେଇଦେଲୁ। ଏବେ ହାଲକା ପାଣି ମଧ୍ୟ ଦେଇଦେଲୁ। ଦେଖନ୍ତୁ ଏବେ ତାକୁ ଭଲ କି ଟିକେ ଚକଟି ନେବେ। ଏବେ ହାଲକା ତେଲ ଦେଇ ताको ओदा कपड़ा घोड़े नेबे एवं घोड़े किस समय छाड़देवे। देखो घोड़िया गला तो किस समय छाड़ने ये देखो आम बंधाकोबी गाजर कैप्सिकम पियाज रसुण सब कटा ही अच्छे। देखु केते सुंदर देखा देखो आज्ञा एबे आमे गोटे करेई नवा गैस रे बसैबा। देखो गैस रे बसले तेल किसी ढाली नवा किसी रसुण ऐड करदवा किसी अदा कंचा लंका ऐड करदवा एवं ताको हल्का टिके गोले नेबे टिके भाजी नेबे हल्का। ताको किस समय भाजी नेबे। ताको भल कि भाजी नेबे जे पर्यंत लाल न पड़ी से पर्यंत भाजीबे। एबे हम बंधाकोबी ऐड करिवा। एबे गाजर ऐड करिवे। देखंतु बंधाकोबी और गाजर ऐड हला। एबे प्याज ऐड कैप्सिकम ऐड करिवा तापर प्याज ऐड करिवा एवं किसी धनिया पत्र ऐड करिए। धनिया पत्रटा हूँ स्वाद पई हल्का कैप्सिकम ऐड है। देखु भल कि मसलाटा भल कि फ्राए करेंगे जेपन अधा नसी से ऐड फ्राए करेंगे एवं स्वाद अनुसार लुण पड़ा। देखो आम सोया सस हल्का पड़ा किसी गोलमरीच गुंडा पड़ा भल कि फ्राए करेंगे जेपर्यंत मसला अधा फ्राए न माने अधा भजा न देखो आमर चटनी प्रथम टमाटो नहीं 4टा करेई तेल करेई बसला पानी करेई हल्का पानी दिया हम। देखु हल्का पानी दिहला ये टमाटो गुड़ा सीझे छाड़दवा एवं किसी रसुण छाड़दवा 4-5टा शुखिला लंका भी छाड़दवा भल कि सीझे नेबे।
ସିଝେଇକି ତାକୁ ଗ୍ରାଇଣ୍ଡିଙ୍ଗ କରି ନେବେ। ଦେଖନ୍ତୁ ତାକୁ ଭଲ ସିଝି ଯାଉଛି। ଦେଖନ୍ତୁ ଆମର ଏପଟେ ମଇଦା ଯୋଉ ଗୋଲ ଏବେ ହେଇଥିଲା ଚକଟା ହେଇଥିଲା ତାକୁ ଏବେ ବେଲି ନେବା। ତାକୁ ଗୋଲ ଗୋଲ ସାଇଜରେ ବେଲିବେ, ଛୋଟ ଛୋଟ ଗୋଲା କରିବେ ଏବଂ ଭଲକି ସାଇଜରେ ବେଲିବେ। ଦେଖନ୍ତୁ କେତେ ସୁନ୍ଦର ଭାବରେ ବେଲା ହେଉଛି। ଏବଂ ମୋଡ଼ାଟା ଦେଖିବି ସିଙ୍ଗଡ଼ା ମୋଡ଼ା, ସିଙ୍ଗଡ଼ା ଅନୁସାରେ ଏଇଟା ମୋମୋ ମୋଡ଼ାଟା ଆପଣଙ୍କୁ ଦେଖଉଛି। ଦେଖନ୍ତୁ ମୋମୋକୁ ଭଲ ଭାବରେ ମୋଡ଼ି ନେବେ। ମସଲାଟା ଆମେ ରଖିଥିଲେ ତାକୁ ମଧ୍ୟ ଏଥିରେ ମିଶାଇ ଦେବେ। ଦେଖନ୍ତୁ ତାକୁ ମିଶାଇକି ଭଲକି ମୋଡ଼ିବେ ତାକୁ। ଏଇଟା ହେଉଛି ଗୋଲାପ ଫୁଲ ମୋମୋ। ଗୋଲାପ ଫୁଲ ଟାଇପ୍ର କେମିତି ମୋମୋଟା ମୋଡ଼ା ହେଉଛି ସେଇଟା ଆପଣଙ୍କୁ ଦେଖାଉଛି। ଦେଖନ୍ତୁ ଗୋଲାପ ଫୁଲ ମୋମୋ। ମୋମୋ ତ ଆପଣ ବହୁତ ପ୍ରକାର ଖାଇଥିବେ, କିନ୍ତୁ ଏ ମୋମୋ କେବେ ଖାଇନଥିବେ। ଗୋଲାପ ଫୁଲରେ ମୋମୋ ତିଆରି ହେଉଛି। ଦେଖନ୍ତୁ କେତେ ସୁନ୍ଦର ଦେଖାଯାଉଛି ସେଇଟା ଦେଖନ୍ତୁ। ଏବେ ଦେଖନ୍ତୁ ଆମର କରେଇ ବସିଲା ଏବଂ ଯେଉଁ ଗ୍ରାଇଣ୍ଡିଙ୍ଗ ହେଇ ଯେଉଁ ଥିଲା ଟମାଟୋ, ରସୁଣ, ଲଙ୍କା ତାକୁ ପଇଲା। ତାକୁ ଭଲକି ଟିକେ ଫୁଟେଇ ନେବେ। ପାଣି ଅଂଶ ତାର ମରିଗଲେ ସେଥିରେ ଟିକେ ସୋୟା ସକ୍ସ ଟିକେ ଆଡ଼ କରିବେ। ଏବେ ସୋୟା ସକ୍ସ ଆଡ଼ ହେଇଗଲା। ଏବଂ କିଛି ଲୁଣ ନେଇଯିବେ ଆପଣ ସ୍ୱାଦ ଅନୁସାରେ କହିଛି। ତାକୁ ଟିକେ ହାଲକା ଫ୍ରାଏ କରିନେବେ। ଏବେ ଆମର ଚଟଣି ରେଡ଼ି ହେଇଗଲା। ଏ ମୋମୋ ପାଇଁ ଆମର ପ୍ୟାନ୍ ବସିଲା ଫାଇନାଲି ଏବଂ ସେଥିରେ ହାଲକା ତେଲ ମାରିବେ ଆଉ ମୋମୋ ଲାଗିବନି ଆଉ। ମୋମୋ ବସିଲା ବେଳେ ଟିକେ ହାଲକା ଟିକେ ତେଲ ମାରିନେବେ। ଏବେ ସବୁ ଯାକ ମୋମୋ ଆମର ସାଇଜ ଭାବରେ ଥୋଇ ନେବା। ଦେଖନ୍ତୁ ସାଇଜ ଭାବରେ କେମିତି ରଖାହେଉଛି। ଗୋଲାପ ଫୁଲ ମୋମୋଟା ଏଇଟା ମୋତେ ଖାଇସିନି ନାହିଁ, ଏଇଟା ମୋତେ କମେଣ୍ଟ କରିକି କହିବେ। ଆଉ ମୋ ଚ୍ୟାନେଲକୁ ଲାଇକ୍ କରିବେ, ସବସ୍କ୍ରାଇବ୍ କରିବେ ଆଉ ସେୟାର ମଧ୍ୟ କରିବେ। ଏବେ ତାକୁ ଘୋଡ଼େଇ ନେବା ଏବଂ ସିଝିବା ପାଇଁ କିଛି ସମୟ ଛାଡ଼ିଦେବା। ଫାଇନାଲି ଆମର ମୋମୋ ରେଡ଼ି ହେଇଗଲା ଏବଂ କେତେ ସୁନ୍ଦର ଦେଖାଯାଉଛି ସେଇଟା ମୋତେ ଦେଖନ୍ତୁ ଆଉ ମୋତେ କମେଣ୍ଟ କରିକି କୁହନ୍ତୁ। ଦେଖନ୍ତୁ କେମିତି ଦେଖାଯାଉଛି ଏଇଟା।